ରାତିରେ ସେବନ କରନ୍ତୁ ନାହିଁ ଏହି ଚାରି ଜିନିଷ। ଶରୀରକୁ ଯେବେ ସୁସ୍ଥ ରଖିବାକୁ ଚାହୁଁଛନ୍ତି ତେବେ ଖାଦ୍ୟ ପାନୀୟ ଓ ଜୀବନଶୈଳୀ ଉପରେ ଦୃଷ୍ଟି ଦିଅନ୍ତୁ। ଯଦି ଖାଦ୍ୟ ରୁଟିନ୍ ଠିକ୍ ଭାବେ ପାଳନ ନ ହୁଏ ତେବେ ଶରୀରର ଅନେକ ପ୍ରକାର ରୋଗ ଦେଖାଯାଇଥାଏ। ତେଣୁ ଆଜି ଆମେ ଆପଣଙ୍କୁ କିଛି ସହଜ ଟିପ୍ସ ଦେବୁ ଯାହାଦ୍ୱାରା ଆପଣ ସୁସ୍ଥ ରହିପାରିବେ। ଆସନ୍ତୁ ଜାଣିବା ରାତିରେ କେଉଁ ଚାରି ଜିନିଷ ଖାଇବା କଥା ନୁହେଁ। ଏହାକୁ ରାତିରେ ଖାଇବା ଦ୍ୱାରା ଶରୀରର ବହୁ ପ୍ରକାର ସମସ୍ୟା ଦେଖାଯାଇଥାଏ। କଫି ଓ ଚା ଖାଇବା। ରାତିରେ ଯଦି ଆପଣ ଚା କିମ୍ବା କଫି ଅଧିକ ମାତ୍ରାରେ ଖାଉଛନ୍ତି ତେବେ ଏହାଦ୍ୱାରା ଅନିଦ୍ରା ସମସ୍ୟା ସୃଷ୍ଟି ହୋଇଥାଏ। ଯେଉଁ ଲୋକ ରାତିରେ କଫି ପିଇଥାନ୍ତି ତାଙ୍କୁ ବେଲି ଫ୍ୟାଟ୍ର ସାମ୍ନା କରିବାକୁ ପଡ଼ିଥାଏ। ତେଣୁ ରାତିରେ ଶୋଇବା ପୂର୍ବରୁ ଚା ଓ କଫି ପିଅନ୍ତୁ ନାହିଁ। ଫାଷ୍ଟ ଫୁଡ଼୍। ଯଦି ଆପଣ ରାତିରେ ଶୋଇବା ସମୟରେ ଫାଷ୍ଟ ଫୁଡ଼୍ ଅଧିକ ଖାଉଛନ୍ତି ତେବେ ବହୁ ଶାରୀରିକ ସମସ୍ୟା ସୃଷ୍ଟି ହୋଇଥାଏ। ପେଟ ଖରାପ ହେବା ସହ ପେଟ ଦରଜ ସମସ୍ୟା ହୋଇଥାଏ। ତେଣୁ ରାତିର କେବେ ବି ବର୍ଗର ପିଜା ଆଦି ଖାଇବା କଥା ନୁହେଁ। ସୋଡ଼ା ବା କୋଲ୍ଡ ଡ୍ରିଙ୍କସ୍। ବହୁ ଲୋକ ରାତିରେ ଶୋଇବା ପୂର୍ବରୁ ସୋଡ଼ା ଓ କୋଲ୍ଡ ଡ୍ରିଙ୍କସ୍ ପିଇବା ପସନ୍ଦ କରିଥାନ୍ତି। ହେଲେ ଏହାର ସେବନ ଦ୍ୱାରା ସ୍ୱାସ୍ଥ୍ୟ ସମ୍ପର୍କିତ ବହୁ ଗମ୍ଭୀର ରୋଗ ହୋଇପାରେ। ଏହା ଅନିଦ୍ରା ସମସ୍ୟାକୁ ବଢ଼ାଇବା ସହ କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ବୃଦ୍ଧି କରିଥାଏ। ଭିଟାମିନ୍ ସି ଯୁକ୍ତ ଜୁସ୍ ସେବନ। ରାତିରେ ଜୁସ୍ ସେବନ କରିବାକୁ ବହୁ ଲୋକ ପସନ୍ଦ କରିଥାନ୍ତି। ହେଲେ ରାତିରେ ଏହାର ସେବନ ଦ୍ୱାରା ଶରୀରର କେତେ ପ୍ରକାର ସମସ୍ୟା ହୋଇପାରେ। ଏହା ଏସିଡ଼ିଟି ବଢ଼ାଇବା ସହ ବହୁ ଅସୁବିଧା ସୃଷ୍ଟି କରିଥାଏ। ତେଣୁ ରାତିରେ ଏହାକୁ ସେବନ କରନ୍ତୁ ନାହିଁ। ରାତିରେ ଯଦି ଏହି ଚାରୋଟି ଜିନିଷ ସେବନ ନ କରିବେ ତେବେ ଆପଣ ବହୁତ ନିରୋଗ ରହିବା ସହିତ ସୁସ୍ଥ ମଧ୍ୟ ରହିବେ।